ଦେହଚ୍ଛର ଦୂତ ଏଠାରେ ଯଥାଶୀଘ୍ର ମହାରାଜଙ୍କ ପାଖରେ ହାଜର କର। आज्ञा महाराज आज्ञा महाराज टिके पांजी खोले आराम से करो महाराज ये पांजी का देखी वो जानी पाउछि और 73 नंबर पुष्टार 21 नंबर लाइन रे स्पष्ट दिव्यमान हेउछि ये लोक सुरक्षा रे अवहेला करबा सहित एजीएमएस को नियम कानून न मानिथिबा तेरे आसंतु ताको मोर संपूर्ण कहानी शुणिबा ठीक अच्छे तुम्हारा उपयुक्त दंड प्रदान करा चित्रगुप्त ए दोषी पांजी कोई कोई को ये की दोष करिछि आगे आगे पांजी खोली ले अब देखियो के ताकत रोल के देखो पांजी के खोले आजा महाराज पांजी खोली मिल गला महाराज मो पांजी का 211 नंबर पृष्ठार प्रथम परिच्छेद रे लिखाई छी ये सुरक्षा नियम को पूरा ढीला कर देछे ताने सुरक्षा नियम रे ढीला पाई ताकू ए परिणाम भोगिया पाई पड़ती ठीक अछि आसो ता मोहर सुनिबा से कोन फोन करछि ओ महाराज को महाराज से दिन हेलो सही दिन महाराज और सुरक्षा नियम माने खाली में सत्य जाके ले दे और हैंडल को सुनो नक्की बोल ऑपरेशन और चलीला महाराज से दिन चलीला पर हठात मो गोड़ खसी गयो और मो सोले पड़ी और देखि आपण भगवान हेलो ठीक अच्छे तुम मानकर उपयुक्त दंड प्रदान करा चित्रगुप्त मोर दंड छाड़ी को शीघ्र नहीं आस यथा शीघ्र जाई महाराज दंड छाड़ी नहीं चित्रगुप्त
ଜଣ ଦୋଷୀକୁ 2 ଜଣଙ୍କର ଦଣ୍ଡ ଦିଆଯାଉ। ଆଜ୍ଞା ମହାରାଜ। দেখ বাবু, তুই এসব জিনিস ব্যবহার করুনଥିଲୁ, ସେଇପାଇଁ ଦୁର୍ଘଟଣାରେ ମୃତ୍ୟୁବରଣ କଲୁ। ତେଣୁ ଦେଖ, এটা তোতে ଦିଆଯାଉଛି, ତାକୁ ପିନ୍ଧିବୁ। ସବୁବେଳେ ମନେ ରଖିଥା ବାବା, ନସିବ ବଚାଏ ଏକ ବାର, ନସିବ ବଚାଏ ଏକ ବାର, ସୁରକ୍ଷା ବଚାଏ ବାର ବାର। ତେଣୁ ଦେଖ, ତତେ ସୁରକ୍ଷା ଉପକରଣ ଦିଆଯାଉଛି ମାନେ ତାକୁ ତୁ ପ୍ରକୃତ ବ୍ୟବହାର କରିବୁ। କାହିଁକି ନା ତୋ ଭାଗ୍ୟରେ ଥିଲେ ତୁ ଥରେ ବଞ୍ଚିଯିବୁ, କିନ୍ତୁ ଏ ସୁରକ୍ଷା ଉପକରଣ ପିନ୍ଧିଲେ ବାରମ୍ବାର ବଞ୍ଚିବୁ, ତୋର କୌଣସି ଅଘଟଣ ହବନି। ମନେ ରହିଲା ତ? ଆଉ ଯଦି ସେଭଳି ଭୁଲ କରିବୁ ନା ହେଲା। দেখ বাবু, তুই সুরক্ষা উপকরণ ନ ପିନ୍ଧି ପ୍ଲାଷ୍ଟିଂ କଲୁ, ମୁଣ୍ଡ ଫଟିଲା, ଯମରାଜ ପାଖକୁ ଆସିଲୁ, ଭଲ ହେଲା। ସେ ତତେ ଗୋଟେ ପୁଣି ଚାନ୍ସ ଦେଲେ। ତେଣୁ ଏସବୁ ଜିନିଷ ନେ, ତାକୁ ସୁରକ୍ଷିତ ଭାବରେ ପିନ୍ଧିବୁ। ସବୁବେଳେ ମନେ ରଖିଥା, ବି ଏ ସେଫ୍ଟି ହିରୋ, ସ୍କୋର ଆନ୍ ଆକ୍ସିଡେଣ୍ଟ ଜିରୋ। ତୁ ଗୋଟେ ଭଲ ସେଫ୍ଟି ହିରୋ, ତେଣୁ ସବୁବେଳେ ମନେ ରଖ, ମାଇଣ୍ଡରେ କାମ କରିବୁ। ସୁରକ୍ଷା ଉପକରଣ ଯଦି ବ୍ୟବହାର କରୁ, ତାହେଲେ ତ ସ୍କୋରଟା ହବ ଜିରୋ। ବୁଝିଲୁ ତ ବାବା? ଏଭଳିଆ ଭୁଲ ଯେମିତି ଆଉ ଦ୍ୱିତୀୟ ଥର ନ ହୁଏ। ଯମରାଜ ତତେ ଗୋଟେ ଚାନ୍ସ ଦେଲେ, ତାକୁ ପ୍ରପର ୟୁଟିଲାଇଜ କର। କଣ କହୁଛୁ? ସୁରକ୍ଷା ଉପକରଣ ପିନ୍ଧିକି ପ୍ରପର କାମ କରିବୁ, ଠିକ ଅଛି? ଆଜ୍ଞା ମହାରାଜ। ଚିତ୍ରଗୁପ୍ତ, ଚିତ୍ରଗୁପ୍ତ, ଆଜ୍ଞା ମହାରାଜ। ଆଜିର ଶୁଭ ଦିବସରେ ଆମେ ସମସ୍ତେ ମିଶିକି ଏକ ଶପଥ ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ସମ୍ମାନୀୟ ଅତିଥି ତଥା ଖଣି ଖାଦାନରେ କାମ କରୁଥିବା ମୋର ମା ମାଉସୀ ଏବଂ ଭାଇ ଭଉଣୀ ସମସ୍ତଙ୍କୁ ବିନମ୍ର ଅନୁରୋଧ, ଆପଣ ଆପଣଙ୍କ ଜାଗାରେ ଠିଆ ହେଇ ଆମର এই ସୁରକ୍ଷା ଶପଥକୁ ଯଦି ଅଂଶଗ୍ରହଣ କରିବେ, ତେବେ ଆମେ ନିଜକୁ ଧନ୍ୟ ମନେ କରିବୁ। ଆସନ୍ତୁ, ଆମେ ସମସ୍ତେ ଏଠାରେ ଉପସ୍ଥିତ ଥିବା ମୋର ସମସ୍ତଙ୍କୁ ଅନୁରୋଧ, ଆମେ ଆଜି ସୁରକ୍ଷା ପାଇଁ ଶପଥ ନେବୁ। ଖଣି ଖାଦାନରେ କାମ କରୁଥିବା ସମୟରେ ସୁରକ୍ଷା ଉପକରଣ ପିନ୍ଧି ଆମେ ନିୟମିତ ଖଣି ଖାଦାନରେ କାମ କରିବୁ। ଡିଜିଏମଏସଙ୍କ ଦ୍ୱାରା ପ୍ରଦତ୍ତ ଖଣି ଖାଦାନର ସମସ୍ତ ନିୟମ ମାନିବୁ ଏବଂ ଏସଏମପି ଏବଂ ଏସଓପିକୁ ଠିକ ଭାବରେ ପାଳନ କଲେ ଆମେ ନିଶ୍ଚିତ ଦୁର୍ଘଟଣା ମୁକ୍ତ ହୋଇପାରିବୁ। ତେଣୁ ଆସନ୍ତୁ, ସମସ୍ତେ ପୁଣି ଆଉ ଥରେ ଆମେ ଶପଥ ନେବୁ। ଜୟ ସୁରକ୍ଷା, ଜୀବନ ରକ୍ଷା। ଜୟ ସୁରକ୍ଷା, ଜୀବନ ରକ୍ଷା। ଆଉ ଯମରାଜ ଚିତ୍ର